ଗପ ଅମୃତରେ ବିକ୍ରମ ବେତାଳ ବିରାଜର ବୈରାଗ୍ୟ। ମାଳବିକା ରାଜ୍ୟର ରାଜା ବିଚିତ୍ରବୀର ଜଣେ ସୁଶାସକ ଥିଲେ। ସେ ଭାରି ନ୍ୟାୟବନ୍ତ ଥିଲେ। ବହୁ ଦିନ ଧରି ତାଙ୍କର କୌଣସି ପିଲାପିଲି ହେଲେ ନାହିଁ। ରାଜଦମ୍ପତି ବହୁତ ପୂଜାଯଜ୍ଞ କଲେ। ଶେଷରେ ଈଶ୍ୱରଙ୍କ ଦୟାରୁ ରାଣୀ ଗର୍ଭବତୀ ହେଲେ। ସେ ଗୋଟିଏ ସୁସ୍ଥ ସନ୍ତାନ ଜନ୍ମ ଦେଲେ। ସେମାନେ ପୁଅର ନାମ ରଖିଲେ ବିରାଜ ଏବଂ ବଡ଼ ଆଦର ଯତ୍ନରେ ପୁଅକୁ ପାଳିଲେ। ବିରାଜ ପିଲାଦିନୁ ଦାର୍ଶନିକ ପରି ବ୍ୟବହାର କରେ। ସେ ବହୁ ସମୟରେ ଏକାନ୍ତରେ ଚିନ୍ତା କରିବାରେ ବିତାଇ ଦିଏ। ଉପଯୁକ୍ତ ବୟସରେ ରାଜା ବିରାଜକୁ ଗୁରୁକୁଳକୁ ପଠାଇଲେ। ବିରାଜ ଗୁରୁକୁଳରେ ଯୁବରାଜ ହେବା ପାଇଁ ଆବଶ୍ୟକ ସମସ୍ତ କୌଶଳ ଶିକ୍ଷା କଲେ, କିନ୍ତୁ ଏଥିରେ ଗଭୀର ଆଗ୍ରହ ଦେଖାଇଲେ ନାହିଁ। ବିଚିତ୍ରବୀର ବୁଢ଼ା ହୋଇଯାଇଥିଲେ। ସେ ଲକ୍ଷ୍ୟ କଲେ ଯେ ରାଜ୍ୟର ଶାସନ ପୂର୍ବପରି ଚାଲୁନାହିଁ। ତେଣୁ ସେ ରାଜ୍ୟର ଦାୟିତ୍ୱରୁ ଅବସର ନେବାକୁ ଚାହିଁଲେ ଏବଂ ତାଙ୍କର ଯୁବକ ଏବଂ ଶକ୍ତିଶାଳୀ ପୁତ୍ର ବିରାଜଙ୍କ ହାତରେ ରାଜ୍ୟଭାର ସମର୍ପଣ କରିବାକୁ ନିଷ୍ପତ୍ତି ନେଲେ। ରାଜା ବିଚିତ୍ରବୀର ଏ ବିଷୟରେ ରାଜପୁତ୍ରଙ୍କ ସହିତ ଆଲୋଚନା କଲେ, କିନ୍ତୁ ବିରାଜ କହିଲେ, ବାପା, ମୁଁ ରାଜକୀୟ ଆନନ୍ଦ ବା ବିଳାସରେ ଆଗ୍ରହୀ ନୁହେଁ। ମୁଁ ଜଙ୍ଗଲକୁ ଯାଇ ସନ୍ନ୍ୟାସୀ ହେବାକୁ ଚାହେଁ। ଏକଥା ଶୁଣି ରାଜା ଆଶ୍ଚର୍ଯ୍ୟ ହେଲେ। କହିଲେ, ପୁଅ, ତମେ ଜଣେ ରାଜପୁତ୍ର। ତୁମର ଦାୟିତ୍ୱ ହେଉଛି ରାଜ୍ୟ ଶାସନ କରିବା। ଜଙ୍ଗଲକୁ ଯାଇ ତପସ୍ୟା କରିବା ପାଇଁ ତୁମର ବୟସ ହୋଇନାହିଁ। ରାଜା ଏହା କହି ତାଙ୍କୁ ବୁଝାଇବାକୁ ଚେଷ୍ଟା କଲେ, କିନ୍ତୁ ବିରାଜ ରାଜ୍ୟାଭିଷେକ ପାଇଁ ରାଜି ହେଲେ ନାହିଁ। ରାଜା ବିଚିତ୍ରବୀର ବହୁ ସମୟ ପର୍ଯ୍ୟନ୍ତ ଚିନ୍ତା କଲେ। ତାପରେ ପୁଅକୁ କହିଲେ, ପୁଅ, ଯାହା ଭାଗ୍ୟରେ ଥିବ ଘଟିବ। ତୁମେ ପ୍ରଥମେ କିଛି ଦିନ ପାଇଁ ଦେଶ ଭ୍ରମଣ କରିଆସ। ତାପରେ ତୁମେ ଯଦି ରାଜା ହେବା ପାଇଁ ଆଗ୍ରହୀ ହେବ ନାହିଁ, ତୁମେ ଜଙ୍ଗଲକୁ ଯାଇପାର ଏବଂ ଯେପରି ଚାହୁଁଛ ତପସ୍ୟା ଆରମ୍ଭ କରିପାର। ମୁଁ ତୁମକୁ ବାଧା ଦେବି ନାହିଁ। ଏ କଥାରେ ବିରାଜ ରାଜି ହେଲା। ସେ ଛଦ୍ମବେଶରେ ରାଜ୍ୟ ଭ୍ରମଣରେ ବାହାରିଲେ। ସାରା ଦିନ ଯାତ୍ରା କରିବା ପରେ ସେ ଗୋଟିଏ ଗ୍ରାମରେ ପହଞ୍ଚିଲେ ଏବଂ ଜଣେ ଚାଷୀଙ୍କ ଘରେ ରାତିଟି ବିତାଇଲେ। ସେ ଲକ୍ଷ୍ୟ କଲେ ଯେ ଚାଷୀ ଏବଂ ତାଙ୍କର ସ୍ତ୍ରୀ କୌଣସି ବିଷୟ ନେଇ ଭାରି ଚିନ୍ତିତ ଥିଲେ। ସେ ତାଙ୍କୁ ପଚାରିଲେ, ତୁମେମାନେ ଭାରି ଚିନ୍ତିତ ଦିଶୁଛ। ଦୟାକରି ମୋତେ କାରଣ କ'ଣ କହିବ କି? କୃଷକ ଜଣକ ଉତ୍ତର ଦେଲେ, ବାବୁ, ଏ ବର୍ଷ ଅକାଳରେ ବର୍ଷା ହେବାରୁ ସମସ୍ତ ଅମଳ ଧୋଇ ହୋଇଗଲା। ଏବେ ମୁଣ୍ଡ ଉପରେ କରଜର ଭାର। ଆମେ ରାଜାଙ୍କୁ ଆମ ଅସୁବିଧା ବିଷୟରେ କହିବାକୁ ତ ଚାହୁଁଛୁ, କିନ୍ତୁ ଅଧିକାରୀମାନେ ଆମକୁ ବାଧା ଦେଉଛନ୍ତି ଏବଂ ରାଜାଙ୍କୁ ସାକ୍ଷାତ କରିବାକୁ ଦେଉନାହାନ୍ତି। ଚିନ୍ତାଶୀଳ ବିରାଜ କହିଲେ, ମୋର କିଛି ଚିହ୍ନା ପରିଚୟ ଅଛି। ମୁଁ ରାଜାଙ୍କୁ ଭେଟି ତୁମର ଦୁଃଖ କହିପାରିବି। ଦୟାକରି ବ୍ୟସ୍ତ ହୁଅ ନାହିଁ। ଚାଷୀ ଏବଂ ତାର ସ୍ତ୍ରୀ ଏପରି ଆଶ୍ୱାସନା ପାଇ ଆଶ୍ୱସ୍ତ ହେଲେ ଏବଂ ସେମାନଙ୍କ ମୁହଁରେ ଟିକେ ହସ ଫୁଟିଲା। ସେମାନେ ବିରାଜକୁ ବାରମ୍ବାର ଅନୁରୋଧ କଲେ ଯେ ରାଜାଙ୍କ ନିକଟରେ ଗୁହାରି କରିବା ପାଇଁ ଯେପରି ସେ ଭୁଲି ନ ଯାଆନ୍ତି। ରାତିଟି ବିତିଗଲା। ବିରାଜ ଛଦ୍ମବେଶରେ ସେମାନଙ୍କୁ ଧନ୍ୟବାଦ ଦେଇ ଆଗକୁ ଯାତ୍ରା ଆରମ୍ଭ କଲେ। କିଛି ଦିନ ଯାତ୍ରା କରିବା ପରେ ବିରାଜ ଏକ ବ୍ରାହ୍ମଣଙ୍କ ଘରେ ଅଟକି ଗଲେ। ବିରାଜ ଲକ୍ଷ୍ୟ କଲେ ଯେ ଗୃହସ୍ୱାମୀଙ୍କ ପତ୍ନୀ ତାଙ୍କୁ ବାରମ୍ବାର ସାନ୍ତ୍ୱନା ଦେଉଛନ୍ତି। ଉତ୍କଣ୍ଠାର ସହ ବିରାଜ କଥା କ'ଣ ଜାଣିବାକୁ ଚାହିଁଲେ। ବ୍ରାହ୍ମଣ ଉତ୍ତର ଦେଲେ, ବାବୁ, ମୋର କଷ୍ଟ ହେଉଛି, ମୁଁ ଝିଅ ବାହାଘର ପାଇଁ 10,000 ବାରହା ସାଇତି ରଖିଥିଲି। ସପ୍ତାହେ ତଳେ କେତେକ ଚୋର ମୋ ଘର ଭାଙ୍ଗି ଚୋରି କରିନେଲେ। ମୋ ସ୍ତ୍ରୀର ବ୍ୟାକୁଳ ହେଉଛନ୍ତି ଯେ ଆମେ କିପରି ଏବେ ଝିଅ ବାହାଘର କରିବୁ। ବିରାଜ ପଚାରିଲେ, ଆପଣ କାହିଁକି କୋଟୱାଳଙ୍କ ନିକଟରେ ଚୋରି ବିଷୟରେ ଅଭିଯୋଗ କଲେ ନାହିଁ? ବ୍ରାହ୍ମଣ ଯଜ୍ଞନାରାୟଣ ଉତ୍ତର ଦେଲେ, ଅବସ୍ଥା ଭାରି ଖରାପ ହେଲାଣି ଆଜ୍ଞା। ଚୋର ଧରିବା ପାଇଁ ଆଦେଶ ଦେବାକୁ କୋଟୱାଳ ଲାଞ୍ଚ ଚାହୁଁଛନ୍ତି। ମୋର ସବୁ ଚୋରି ଯାଇଛି। ମୁଁ ଲାଞ୍ଚ ଦେବା ଅବସ୍ଥାରେ ନାହିଁ। କ'ଣ କରିବି ବୁଦ୍ଧିବାଟ ଦିଶୁନାହିଁ। ଆଜ୍ଞା, ମୁଁ ଭାବୁଛି ମୋ ପାଖରେ କିଛି ଟଙ୍କା ଅଛି, ଯାହାକି ମୁଁ ଆପଣଙ୍କୁ ଦେଇପାରିବି। ଅତି କମରେ ଆପଣ ଅଭିଯୋଗ କରିପାରିବେ। ଏବଂ ଏହା କହି ଗୋଟିଏ ଟଙ୍କା ଥଳି ବଢ଼ାଇଦେଲେ ବ୍ରାହ୍ମଣ ଆଡ଼କୁ। ବ୍ରାହ୍ମଣ ଉଦାରତା ଦେଖି ପ୍ରସନ୍ନ ହେଲେ, କିନ୍ତୁ ଏହା ଗ୍ରହଣ କରିବା ପାଇଁ ମନା କରିଦେଲେ। ବିରାଜ ବାରମ୍ବାର ତାଙ୍କୁ ବାଧ୍ୟ କଲେ। କହିଲେ, ମୋର କିଛି ଚିହ୍ନା ପରିଚୟ ଅଛି। ମୁଁ ରାଜାଙ୍କୁ କହି ତୁମକୁ ସାହାଯ୍ୟ କରିବାର ବ୍ୟବସ୍ଥା କରିବି। ବ୍ରାହ୍ମଣ ତାଙ୍କୁ ଧନ୍ୟବାଦ ଜଣାଇଲେ। କିଛି ଦୂର ଯାତ୍ରା କରିବା ପରେ ବିରାଜ ଜଣେ ସାଧୁଙ୍କୁ ଭେଟିଲେ। ସେ ଗଛ ମୂଳେ ବସି ଧର୍ମକଥା ଶୁଣାଉଥିଲେ ଏବଂ କିଛି ଲୋକ ଚାରିପଟେ ବସି ତାଙ୍କ କଥା ଶୁଣୁଥିଲେ। ବିରାଜ ମଧ୍ୟ ସେଠାରେ ବସି
ସାଧୁଙ୍କର କଥା ଶୁଣିଲେ। ସମସ୍ତେ ଚାଲିଗଲା ପରେ ବିରାଜ ସେଠାରେ ବସି ରହିଲେ। ତାପରେ ସାଧୁଙ୍କ ନିକଟରେ ମୁଣ୍ଡ ନୁଆଇଲେ ଏବଂ କହିଲେ, ମୁଁ ଭାବୁଛି ଆପଣ ନିଶ୍ଚୟ ସନ୍ନ୍ୟାସ ନେବା ପରେ ଭାରି ଖୁସିରେ ଥିବେ। ସାଧୁ ଜଣକ ହସିଦେଲେ ଏବଂ ଉତ୍ତର ଦେଲେ, ହଁ ଯୁବକ, ମୁଁ ଦାୟିତ୍ୱ ବୋଝରୁ ମୁକ୍ତ ହୋଇ ଭାରି ଖୁସି। ହସିଦେଇ ବିରାଜଙ୍କୁ ଅଭିବାଦନ ଜଣାଇ ତାଙ୍କ ସହିତ ଆଉ କିଛି ସମୟ କଥାବାର୍ତ୍ତା ହେଲେ ଏବଂ ଅନ୍ୟ କେତେକ ସାଧୁଙ୍କ ସହିତ କିଛି ସମୟ ପରେ ନିଜ ରାସ୍ତାରେ ବାହାରିଗଲେ। ଏଥର ଯୁବକ କିଛି ମାତ୍ର ଦୂରଯାତ୍ରା କରିବା ପରେ ଗୋଟିଏ କୁଡ଼ିଆରେ ପହଞ୍ଚିଲେ। ସେଠାରେ ସେ ଦେଖିଲେ ଯେ ଜଣେ ମଧ୍ୟମ ବୟସ୍କ ବ୍ୟକ୍ତି 10 ଜଣ ଶିଶୁଙ୍କୁ ଖାଦ୍ୟ ପରଷୁଛନ୍ତି। ଏତେ ବଡ଼ ପରିବାର ଦେଖି ସେ ସେମାନଙ୍କ ନିକଟକୁ ଗଲେ ଏବଂ ପଚାରିଲେ, ଏସବୁ ପିଲା ଆପଣଙ୍କର? ମନେ ହେଉଛି ଆପଣଙ୍କ ପରିବାର ଖୁବ୍ ବଡ଼। ଆପଣଙ୍କ ନାଁ କ'ଣ? ସେହି ବ୍ୟକ୍ତି ଜଣକ ଉତ୍ତର ଦେଲେ, ମୋର ନାମ ଦୟାନନ୍ଦ। ଏମାନଙ୍କ ମଧ୍ୟରୁ 2 ଜଣ ମୋର ସନ୍ତାନ, ଅନ୍ୟମାନେ ଅନାଥ। ମୁଁ ଏମାନଙ୍କୁ ମୋର ସାଧ୍ୟମତେ ଲାଳନ ପାଳନ କରୁଛି। ବାସ୍ତବରେ ମୋର ପରିବାର ଖୁବ୍ ବଡ଼। ସେ ହସି ଦେଇ କହିଲେ। ବିରାଜ କହିଲେ, ନିଜ ପିଲାଙ୍କ ଯତ୍ନ ନେବା କଷ୍ଟକର ହେଉଛି, ଅଯଥାରେ କାହିଁକି ଅନାଥ ପିଲାମାନଙ୍କର ଦାୟିତ୍ୱ ମୁଣ୍ଡେଇଛ? ଦୟାନନ୍ଦ ଉତ୍ତର ଦେଲେ, ଆଜ୍ଞା, ମୋର ଦାୟିତ୍ୱ ହେଉଛି ଅନ୍ୟମାନଙ୍କ ପାଇଁ ମଧ୍ୟ ଚିନ୍ତା କରିବା। ଏହା ବୋଝ କେମିତି ହେଲା? ମୋତେ ଏଥିରୁ ଆନନ୍ଦ ମିଳୁଛି। ଆପଣଙ୍କୁ ମଧ୍ୟ ମୁଁ ସ୍ୱାଗତ କରୁଛି। ଆସନ୍ତୁ, ଆମ ସହିତ ଭୋଜନ କରନ୍ତୁ। ସେ ନିମନ୍ତ୍ରଣ କରି କହିଲେ। ବିରାଜ କିଛି ସମୟ ପାଇଁ ଚିନ୍ତା କଲେ ଏବଂ ତାପରେ ଦୟାନନ୍ଦଙ୍କ ପାଖରେ ମୁଣ୍ଡ ନୁଆଇ କହିଲେ, ଆପଣଙ୍କ ଜୀବନ ଧନ୍ୟ। ସେ ଦୟାନନ୍ଦଙ୍କର ନିମନ୍ତ୍ରଣ ଗ୍ରହଣ କଲେ, ତାଙ୍କ ପାଖରେ ବସି ଭୋଜନ କଲେ, ପିଲାଙ୍କ ସହିତ କିଛି ସମୟ ଖେଳିଲେ, ଦୟାନନ୍ଦଙ୍କ ସହିତ ବିଭିନ୍ନ ବିଷୟରେ କଥାବାର୍ତ୍ତା କରି ସେଠାରୁ ଫେରିଲେ। ସେ ରାସ୍ତାରେ କୌଣସି ସ୍ଥାନରେ ନ ଅଟକି ସିଧା ରାଜପ୍ରାସାଦରେ ପହଞ୍ଚିଲେ। ବିରାଜ ସିଧା ପିତାଙ୍କର ବ୍ୟକ୍ତିଗତ ପ୍ରକୋଷ୍ଠକୁ ଗଲେ ଏବଂ ତାଙ୍କୁ କହିଲେ, ମୁଁ ରାଜସିଂହାସନ ଗ୍ରହଣ କରିବି। ରାଜା ବିଚିତ୍ରବୀର ପୁଲକିତ ହେଲେ ଏବଂ ମହାନ ଆନନ୍ଦରେ ପୁଅକୁ କୁଣ୍ଢାଇ ପକାଇ କହିଲେ, ଯଶସ୍ୱୀ ହୁଅ। ରାଜସିଂହାସନ ଆରୋହଣ କରିବା ପରେ ବିରାଜଙ୍କର ପ୍ରଥମ ନିର୍ଦ୍ଦେଶ ଥିଲା ଦୁର୍ନୀତିଗ୍ରସ୍ତ ଅଫିସରମାନଙ୍କୁ ନିୟନ୍ତ୍ରଣ କରିବା। ସେ ଲାଞ୍ଚ ନେଉଥିବା ବ୍ୟକ୍ତିମାନଙ୍କୁ ଦଣ୍ଡ ଦେଲେ, ଚୋରମାନଙ୍କୁ ଧରି ବନ୍ଦୀ କଲେ, ଅନୁକୂଳ ଭାବରେ କର ବସାଇଲେ ଏବଂ ପ୍ରଜାମାନଙ୍କର ପ୍ରିୟଭାଜନ ହେଲେ। ରାଜ୍ୟର ଶାସନରେ ଖୁବ୍ ଶୀଘ୍ର ପରିବର୍ତ୍ତନ ଦେଖାଦେଲା। ଏହି କାହାଣୀ କହିବା ପରେ ବେତାଳ ପଚାରିଲା, ରାଜା ବିକ୍ରମ, ପିଲାଦିନରୁ ବିରାଜଙ୍କର ଜୀବନ ପ୍ରତି ଏକ ପ୍ରକାର ଦାର୍ଶନିକ ଦୃଷ୍ଟିଭଙ୍ଗୀ ରହିଥିଲା। ସେ ରାଜପଦରେ ଅଭିଷିକ୍ତ ହେବା ପାଇଁ କୁଣ୍ଠାବୋଧ ପ୍ରଦର୍ଶନ କଲେ। କେଉଁ କାରଣରୁ ତାଙ୍କ ହୃଦୟରେ ଏପରି ପରିବର୍ତ୍ତନ ଦେଖାଦେଲା ଏବଂ ସେ ରାଜସିଂହାସନ ଗ୍ରହଣ କଲେ? ସେ ରାଜପଦ ପ୍ରତି ପ୍ରଲୋଭିତ ହୋଇପଡ଼ିଥିଲେ କି? ସେ ମନେ ମନେ ଚିନ୍ତା କରୁଥିଲେ କି ରାଜା ହେବାରେ ଯେଉଁ ବିଳାସ ବ୍ୟସନ ଓ ଆନନ୍ଦ ରହିଛି ଅନ୍ୟ କେଉଁଠାରେ ମିଳିବ ନାହିଁ? ବର୍ତ୍ତମାନ ସେ ଏପରି ଭାବୁଥିଲେ କି? କିମ୍ବା ତାଙ୍କର ବିଳାସ ବ୍ୟସନ ପ୍ରତି ମନ ବଳିଲା? ଏକ କ୍ଳାନ୍ତିକର ଯାତ୍ରା ପରେ ବାସ୍ତବ ଜଗତରେ ଦୁଃଖ କାହାଣୀ ଦେଖି ତାଙ୍କ ମନ ବଦଳିଗଲା କି? ତୁମେ ଯଦି ଏହି ପ୍ରଶ୍ନର ଉତ୍ତର ଜାଣି ନୀରବ ରହିବ, ତୁମର ଶିର ଶତଧା ବିଦୀର୍ଣ୍ଣ ହେବ। ରାଜା ବିକ୍ରମ ଉତ୍ତର ଦେଲେ, ବେତାଳ, ବିରାଜ ପ୍ରଥମେ ଭାବୁଥିଲେ ଯେ ରାଜପଦର ଅର୍ଥ ବିଳାସ ବ୍ୟସନ, କିନ୍ତୁ ଦେଶ ଭ୍ରମଣ କରି ଜାଣିପାରିଲେ ଯେ ରାଜାଙ୍କର ଜୀବନ କେବଳ ଆରାମ ପାଇଁ ଉଦ୍ଦିଷ୍ଟ ନୁହେଁ। ଏହାର ଅର୍ଥ ପ୍ରଜାମାନଙ୍କର ଦୁଃଖ ଦୂର କରିବା। ରାଜାଙ୍କର କର୍ତ୍ତବ୍ୟ ହେଉଛି ତାଙ୍କର ଅଧିକାରୀମାନଙ୍କ ଉପରେ ନଜର ରଖିବା ଏବଂ କ୍ଷମତାର ଅପବ୍ୟବହାରକୁ ଦୂର କରିବା। ତାଙ୍କର କାମ ହେଉଛି ଦୁର୍ନୀତିଖୋରମାନଙ୍କୁ ଦଣ୍ଡ ଦେବା, ଚୋରମାନଙ୍କୁ ଧରିବା। ରାଜାଙ୍କର କର୍ତ୍ତବ୍ୟ ହେଉଛି ପ୍ରଜାମାନଙ୍କର ମୌଳିକ ଆବଶ୍ୟକତା ଯେପରିକି ଖାଦ୍ୟ, ବସ୍ତ୍ର ଓ ଆଶ୍ରୟ ଆବଶ୍ୟକତା ପୂରଣ କରିବା। ରାଜାଙ୍କର କର୍ତ୍ତବ୍ୟ ହେଉଛି ରାଜ୍ୟକୁ ଶତ୍ରୁ କବଳରୁ ରକ୍ଷା କରିବା। ବାପା ଯେମିତି ପରିବାରର ଯତ୍ନ ନିଅନ୍ତି, ରାଜା ଠିକ୍ ସେହିପରି ଦେଶର ଯତ୍ନ ନେଇଥାନ୍ତି। ବିରାଜ ଯେତେବେଳେ ସାଧୁଙ୍କୁ ଭେଟିଲେ, ସାଧୁ କହିଲେ ଯେ ସେ ତାଙ୍କର ଦାୟିତ୍ୱରୁ ମୁକ୍ତ ହୋଇଛନ୍ତି, କିନ୍ତୁ ଜଣେ ସାଧାରଣ ବ୍ୟକ୍ତି ଅନୁଭବ କଲା ଯେ ତାର ଦାୟିତ୍ୱ ହେଉଛି ଅନାଥ ପିଲାଙ୍କୁ ଖାଦ୍ୟ ପ୍ରଦାନ କରିବା। ଜଣେ ସାଧାରଣ ବ୍ୟକ୍ତି ସମାଜ ପାଇଁ ଏତେ ଦାୟିତ୍ୱ ସମ୍ପନ୍ନ ଭାବରେ କାର୍ଯ୍ୟ କରୁଥିବାର ଦେଖି ବିରାଜ ରାଜା ଭାବରେ ନିଜର ଦାୟିତ୍ୱ ହୃଦୟଙ୍ଗମ କଲେ। ବୈରାଗ୍ୟ କେବଳ ବୈରାଗୀଙ୍କୁ ଆନନ୍ଦ ଦେଇଥାଏ, କିନ୍ତୁ ଦାୟିତ୍ୱ ଗ୍ରହଣ କରିବା ପରେ ଜଣେ ଅନେକଙ୍କ ମୁହଁରେ ଆନନ୍ଦ ଫୁଟାଇପାରେ। ବିରାଜ ରାଜପଦ ଗ୍ରହଣ କରିବା ପାଇଁ କେବଳ ଏହି ବୈରାଗ୍ୟ ଓ ଦାୟିତ୍ୱବୋଧର ପାର୍ଥକ୍ୟ ବୁଝିବା ପରେ ସମ୍ମତି ଦେଇଥିଲେ। ରାଜା ବିକ୍ରମଙ୍କର ନୀରବତା ଭଙ୍ଗ ହେବା ମାତ୍ରେ ଶବ ସହିତ ବେତାଳ ପୁନର୍ବାର ଅଦୃଶ୍ୟ ହୋଇଗଲା ଏବଂ ବୃକ୍ଷରେ ଓଲଟା ଝୁଲି ପଡ଼ିଲା।